ଶ୍ରୀକ୍ଷେତ୍ରକୁ ମର୍ତ୍ତ୍ୟ ବୈକୁଣ୍ଠ କୁହାଯାଉଥିବାରୁ ଓ ଶ୍ରୀଜଗନ୍ନାଥଙ୍କୁ ବିଷ୍ଣୁଙ୍କର ରୂପ ବୋଲି ଧରାଯାଉଥିବାରୁ ଏଠାରେ ବହୁ ଦେବାଦେବୀ ସ୍ଥାନ ପାଇଥାନ୍ତି। ତେଣୁ ଶ୍ରୀ ଗଣେଶଙ୍କୁ ଆମେ ଭିତର ବେଢ଼ା ଓ ବାହାର ବେଢ଼ାରେ ଦେଖିବାକୁ ପାଉ। ଭିତର ବେଢ଼ାରେ ଜଗନ୍ନାଥ ମନ୍ଦିରର ଦକ୍ଷିଣ ପାଖରେ କଳ୍ପବଟ ପାଖରେ ଥିବା ଗଣେଶ ହେଉଛନ୍ତି ବଟ ଗଣେଶ। ସେ ଦକ୍ଷିଣକୁ ମୁହଁ କରି ଠିଆ ହୋଇଛନ୍ତି। ତାଙ୍କର ଚାରି ହାତରେ ରୁଦ୍ରାକ୍ଷ, ଲେଖନୀ, ପରଶୁ ଓ ଲଡ଼ୁ ଶୋଭା ପାଉଛି। ବଟ ଗଣେଶ କଳ୍ପବଟ ପରି ମନସ୍କାମନା ପୂରଣ କରିଥାନ୍ତି। ଭାଦ୍ରବ ମାସ ଗଣେଶ ଚତୁର୍ଥୀ ଦିନରେ ଏଠାରେ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା ହୋଇଥାଏ। ଗଣେଶଙ୍କୁ ସିଦ୍ଧିଦାତା, ବିଘ୍ନହର୍ତ୍ତା ଓ ସର୍ବମଙ୍ଗଳକର୍ତ୍ତା ଭାବରେ ପୂଜନ କରାଯାଏ। ବଟ ଗଣେଶ ବହୁତ ଶକ୍ତିଶାଳୀ ଦେବତା ଅଟନ୍ତି। ଭଗବାନ ଗଣେଶ ସମସ୍ତଙ୍କ ଇଚ୍ଛା ପୂରଣ କରିଥାନ୍ତି।